ବୋଲି ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ଭତ୍ତାଟା ଯଦି ତୁରନ୍ତ ଦିଅନ୍ତେ ଏ ତଳ ସ୍ତରର ଲୋକମାନେ ଯେଉଁମାନେ ଖାଇବାକୁ ପାଉନାହାନ୍ତି ଯେଉଁମାନେ ଔଷଧଟିଏ କିଣିବାକୁ ପାଉନାହାନ୍ତି ଯେଉଁଟାକି ସାମାଜିକ କ୍ଷେତ୍ରରେ ସେମାନେ ଭାରି ଅବହେଳା ରହୁଛନ୍ତି ଦିନକୁ 33 ଟଙ୍କାରେ ଦେଖନ୍ତୁ ସେଥିରେ ପୁଣି ଆମର ବିଧବା ମହିଳାମାନେ ଅଛନ୍ତି ଯେଉଁ ବିଧବା ମହିଳା ତାର ଯେଉଁ ପିଲା ଛୁଆ ସେମାନେ କେଉଁ ଅବସ୍ଥାରେ ଆଜ୍ଞା ଥିବେ ତେଣୁ ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ଆଜି ମହିଳା ଦିବସରେ ଆଜି ସୁଭଦ୍ରା ଯୋଜନାକୁ ଯେମିତି ଆଜି କୋଟିଏ ଲୋକ ପାଇବେ ସ୍ୱାଗତଯୋଗ୍ୟ ସେଇଭଳି ଯେଉଁ ବିଧବା ମହିଳାମାନେ ଯେଉଁ ବୁଢ଼ାବୁଢ଼ୀମାନେ ତାଙ୍କ ଭତ୍ତାଟା କରିଦେବେ ବୋଲିକି ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ମୁଁ ନାରାୟଣ ଚନ୍ଦ୍ର ନାୟକ ବ୍ୟାସନଗର ମୁଁ ଜଣେ ପୁରାତନ ଶ୍ରମିକ ନେତା ଆଜ୍ଞା ଦେଖନ୍ତୁ ଆଜି ବିଶ୍ୱ ମହିଳା ଦିବସ ଇଏ ବିଶ୍ୱରେ ଯଦି କୌଣସି ଦେଶ ମାଆକୁ ସମ୍ମାନ ଦିଏ ସେ ହେଉଛି ଭାରତ ଦେଖନ୍ତୁ ଆମ ଦେଶର ନାମ ଆମେ ଭାରତ ମାତା କରିଛୁ ଆମେ ଭାରତ ମାତା ବୋଲିକି ଆମ ଦେଶକୁ ସମ୍ମାନ ଦେଉଛୁ ଆମ ଓଡ଼ିଶାରେ ଉତ୍କଳ ଜନନୀ କହୁଛୁ ଯଦି ଏ ବିଶ୍ୱରେ କୌଣସି ରାଷ୍ଟ୍ର ଯଦି ମାଆକୁ ଅଧିକ ସମ୍ମାନ ଦିଏ ସେମାନେ ହେଉଛି ଭାରତ ଆଉ ବିଶେଷ କରି ଆମ ଓଡ଼ିଶା ଭାରତ ମାତା ଉତ୍କଳ ଜନନୀ ଆମେ ମାତୃଜାତିକି ଅଧିକ ସମ୍ମାନ ଦିଉ ତେଣୁ ଆଜି ମହିଳା ଦିବସ ଆଜି ଆମ ମାଆ ମାନଙ୍କର ଗୋଟେ ଦିବସ ଆମେ ବହୁତ ଗର୍ବିତ ଖୁସି ତା ବୋଲେ ଯେ ମହିଳାମାନେ ଯେ ଆମେ ନାମକରଣ କରିଦେଉଛୁ ନୁହଁ ଏ ମହିଳାମାନଙ୍କର ବି ଏ ଦେଶରେ ଦେଖନ୍ତୁ କୌଣସି ଦଳୀୟ ଦୃଷ୍ଟିରୁ ବିଚାର କରିବେନି ଜଣେ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ ସେ ବିଶ୍ୱରେ ରେକର୍ଡ଼ କରିକି ଯାଇଛନ୍ତି ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନନ୍ଦିନୀ ଶତପଥୀ ସେ ଏତେ ଭଲ ପ୍ରଶାସକ ଥିଲେ ଯେ ବର୍ତ୍ତମାନ ସୁଦ୍ଧା ଲୋକମାନେ ଭାବୁଛନ୍ତି ଯେ ନନ୍ଦିନୀ ଶତପଥୀ ଭଳିଆ ପ୍ରଶାସକ କେହି ନାହାନ୍ତି ଦେଖନ୍ତୁ ଜଣେ ଦୁଇ ଜଣ ମହିଳା ସେମାନଙ୍କର ନୀତି ଆଦର୍ଶ କଥା ବିଚାର କରନ୍ତୁ ମହିଳାମାନେ କେଉଁଥିରେ କମ୍ ନୁହନ୍ତି ଆଉ ମୁଁ ଆପଣଙ୍କ ମାଧ୍ୟମରେ ଆଉ ଗୋଟେ କଥା କହିବାକୁ ଚାହୁଁଛି ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ନାହିଁ ସେ କେବେ ଉନ୍ନତି କରିପାରିବନି ଆପଣ ଦେଖନ୍ତୁ ଯଥା ଆମର ଗୋଟେ ବାହାରେ ଯଥା ରାବଣ ସମ୍ବନ୍ଧ ଧରି ଯଥା ରାମ ତ ସୀତା ରାଧା କୃଷ୍ଣ ଯଦି ସ୍ୱାମୀ ସ୍ତ୍ରୀଙ୍କର ଯଦି ଉଭୟ ସମ୍ପର୍କଟା ଠିକ୍ ରହିବ ଯଦି ମନଟା ଠିକ୍ ରହିବ ତାହେଲେ ଯାଇକି ସେ ପରିବାରର ଉନ୍ନତି ହେବ ଦେଶର ଉନ୍ନତି ହେବ ଆମେ ସୁଭଦ୍ରା ଯୋଜନା କରିଛନ୍ତି ସରକାର ଭଲ କଥା ଯଦି ସୁଭଦ୍ରା ଯୋଜନାରେ ଯେଉଁ ସୁଭଦ୍ରା ଭଉଣୀମାନେ ଟଙ୍କା ପାଇଲେ ସେ ଯଦି ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏକତା ନ ରହିଥିବ ତାହେଲେ ସେ ସୁଭଦ୍ରା ଟଙ୍କା କିଛି କାମକୁ ଆସିବନି ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ଥିବ ଏ ସୁଭଦ୍ରା ଟଙ୍କାରେ ସେମାନଙ୍କର ଡେଭଲପମେଣ୍ଟ ଯେକୌଣସି ହେଉ ମାତୃଶକ୍ତି ବ୍ୟତୀତ ଶକ୍ତି ନାହିଁ ବହୁତ ଟାଇମ୍ରେ ସମାଲୋଚନା ହେଉଥିଲା ଆମେ ଶୁଣିଛୁ ପିଲାବେଳେ ଗାନ୍ଧିଜୀ ଯେତେବେଳେ ତାଙ୍କ ଆଶ୍ରମରୁ ଆସୁଥିଲେ ଦୁଇ ଜଣ ଝିଅ ପିଲାଙ୍କ ପିଠିରେ ହାତ ପକାଉଥିଲେ ଲୋକ କହୁଥିଲେ ଯେ ଗାନ୍ଧୀଙ୍କର ଗୋଟେ ଚରିତ୍ର ଉପରେ ଆଞ୍ଚ ଆଣିଥିଲେ ସେତେବେଳେ ସମୟରେ କିନ୍ତୁ ସ୍ୱରାଜ ଆଶ୍ରମ ସେ ବାହାରିଥିଲେ ସେ କହୁଥିଲେ ନାରୀ ଶକ୍ତି ବ୍ୟତୀତ କିଛି ଶକ୍ତି ନାହିଁ ଯେଉଁ ନାରୀମାନଙ୍କ ସାଙ୍ଗରେ ମୁଁ ତାଙ୍କୁ ସାଙ୍ଗରେ ନେଇକି ଯାଉଛି ସେଇ ନାରୀମାନେ ହେଲେ ମୋତେ ଶକ୍ତି ଯୋଗାଡ଼ ଦେଉଛନ୍ତି ତେଣୁ ନାରୀ ହେଲେ ଶକ୍ତିମୟୀ ନାରୀ ଶକ୍ତି ବ୍ୟତୀତ ଦୁନିଆରେ କିଛି ଶକ୍ତି ନାହିଁ ଯେତେବେଳେ ରାମାୟଣ ମହାଭାରତ ସମୟରେ ଦେଖନ୍ତୁ ଦୁର୍ଗାକୁ ମହିଷାସୁର ମାଇଲା ସବୁ ଦେବତା ନ ପରିବା ଦ୍ୱାରା ସବୁ ଅସ୍ତ୍ରଶସ୍ତ୍ର ଦେଲେ ମା ଦୁର୍ଗା ବେଶରେ ଜଣେ ମାତୃଶକ୍ତି ଆସିକି ହତ୍ୟା କଲା ମହିଷାସୁରକୁ ଆପଣ ଦେଖନ୍ତୁ ଯେତେବେଳେ ଆମର ଆନ୍ଦୋଳନ ହେଉଥିଲା ଏ ଯେ ଭାରତ ବର୍ଷରେ ଇଂରେଜ ବିରୁଦ୍ଧରେ ଯେତେବେଳେ ଶେଷ କର ବା ମର ଡାକରା ଦେଲା ଗାନ୍ଧିଜୀ ଡାକରା ଦେଲା ସେତେବେଳେ ଇଂରେଜ ଦେଖିଲେ ଇଏ ଯେଉଁ କରବା ଆମର ଆନ୍ଦୋଳନ କଲେଣି ଭାରତୀୟମାନେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ତେଣୁ ଆକୁ ଭଣ୍ଡୁର କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ଜବାହରଲାଲ ନେହେରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେଉଁ ଆଗ ଧାଡ଼ିର ନେତା ଯେଉଁ କରବା ମରର ଯେଉଁ ସଂଗ୍ରାମ ପାଇଁ ଯେଉଁମାନେ ଆଗ ଧାଡ଼ିର ନେତା ଥିଲେ ତାଙ୍କୁ ନେଇକି ଜେଲରେ ପୁରେଇ ଦେଲେ ଯେ କେମିତି ଆନ୍ଦୋଳନଟାକୁ ଭଣ୍ଡୁର କରିବୁ କିନ୍ତୁ ଜବାହରଲାଲ ନେହେରୁ ଜେଲରେ ରହିକି ଚିଠି ଲେଖିଥିଲେ ତାଙ୍କ ଭଉଣୀ ହେଉଛନ୍ତି ବିଜୟଲକ୍ଷ୍ମୀ ପଣ୍ଡିତ ଯେ ବିଜୟଲକ୍ଷ୍ମୀ ବର୍ତ୍ତମାନ ଇଂରେଜ ସରକାର ଏଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଆମ ସମସ୍ତଙ୍କୁ ଆଣି ଜେଲରେ ପୁରେଇ ଦେଇଛି ତୁମେ ଗୋଟେ କଥା କର ତୁମ ନାରୀ ଶକ୍ତି ନେତୃତ୍ୱ ନେଇକି କରବା ମର ଆନ୍ଦୋଳନ କର କମଳା ନେହେରୁ କସ୍ତୁରବା ଯେ ସବୁ ମହିଳାମାନେ ଯେଉଁ ଶେଷରେ ଯେଉଁ ଇଂରେଜମାନେ ଆଜି ହଟିଛନ୍ତି କେବଳ ମହିଳାମାନେ କର ବା ମରର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଯେହେତୁ ଆମ ଭାରତୀୟ ଯେଉଁ ନେତାମାନଙ୍କୁ ଇଂରେଜମାନେ ଜେଲରେ ପୁରେଇ ଦେଇଥିଲେ ତେଣୁ ନାରୀମାନଙ୍କର ଶକ୍ତି ସ୍ୱାଧୀନତାରେ ବି ତାଙ୍କର ବହୁତ ଅବଦାନ ଅଛି ତେଣୁ ନାରୀ ଶକ୍ତି ବ୍ୟତୀତ କୌଣସି ଶକ୍ତି ନାହିଁ ଦେଖନ୍ତୁ ଆଜି ଆମେ ଛିଡ଼ା ହେଇକି ମୁଁ ଆପଣଙ୍କ ସାମ୍ନାରେ କଥାବାର୍ତ୍ତା କରୁଛି ମୋ ମା' ମୋତେ ଜନ୍ମ ଦେଇ ମୋ ଗୁହ ମୁତ ପୋଛି କ୍ଷୀର ଦେଇ ଚାଲି ଶିଖେଇ ବଡ଼ କଲା ବୋଲିକି ମୋତେ ପରିଚୟ ଦେଇଛି ବୋଲି ମୁଁ ଆଜି ଆପଣଙ୍କ କତିରେ ଛିଡ଼ା ହେଇଛି ତେଣୁ ନାରୀ ମାତୃଶକ୍ତି ଚାହିଁ ନାରୀ ଜାତି ଚାହିଁ କୌଣସି ଶକ୍ତି ଅଧିକା ନାହିଁ
ମୁଁ ବେଶୀ ଗର୍ବିତ ହୁଏ କାହିଁକିନା ଯେତେ ଅଛି ଶକ୍ତି ପୀଠ ହେଉଛି ବିରଜା ପୀଠ ମୁଁ ସେ ବିରଜା ପୀଠ ମାଆଙ୍କ ପୀଠରେ ଜନ୍ମଗ୍ରହଣ କରିଛି ବୋଲି। ଆଉ ଗୋଟେ କଥା କହିବେ କାଲି ବିଧାନସଭା ଯେମିତି ମହିଳାଙ୍କ ପ୍ରତି ଯେମିତି ଅପ୍ରୀତିକର ପରିସ୍ଥିତି ଉପୁଜିଲା ଆକୁ ନେଇ କ'ଣ କହିବେ? ଆଜ୍ଞା ଦେଖନ୍ତୁ ମହିଳାମାନେ କ'ଣ ନିର୍ଯାତିତ ହୋଇଛନ୍ତି ଆହୁରି ହେବେ କାହିଁକି ହେବେ ନା ବର୍ତ୍ତମାନ ଯେଉଁ ମଦ ସମାଜ ଚାଲିଛି ଯୁଆଡ଼େ ଦେଖିବେ ମଦ ଗଞ୍ଜେଇ ଭାଙ୍ଗ ହାଣ୍ଡିଆ ଯଦି ମଦର ସାମ୍ରାଜ୍ୟ ଚାଲେ ତାହେଲେ ମହିଳାମାନେ ସୁରକ୍ଷିତ କି? କାହିଁକିନା ଯିଏ ମଦ ପିଉଛି ସେ ପରିବାରରେ ତା'ର ମା ଭଉଣୀ ଅଛନ୍ତି ସେ କେତେ ଅସୁରକ୍ଷିତ ଥିବ। କିନ୍ତୁ ମୁଁ ଆପଣଙ୍କ ମାଧ୍ୟମରେ ଆଉ ଗୋଟେ କଥା କହିବାକୁ ଚାହୁଁଛି ଆଜି ମହିଳା ଦିବସରେ ଯେଉଁ ବିଧବା ଭଉଣୀମାନଙ୍କୁ ସରକାର କହିଥିଲେ ଯେ ମୁଁ ଭତ୍ତା ଦେମି ତା ସ୍ୱାମୀ ମରିଯାଇଛି ସେ ବିଚରା ବିଧବା ଯେଉଁ ବୁଢ଼ୀଟିଏ ଯେଉଁ ମୁଁ ଆଜି ଆପଣଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବି କହିଥିଲେ ଦେବୁ ବୋଲିକି ଏଇ ବଜେଟ୍ରେ ଏଇ ବିଧାନସଭାରେ ଡିକ୍ଲେୟାର କରିବେ ବୋଲିକି ଆଇନ ମନ୍ତ୍ରୀ ବି କହିଛନ୍ତି। ମୁଁ ଆପଣଙ୍କ ମାଧ୍ୟମରେ ପୁଣି ଥରେ କହୁଛି ଏଇ ଯେଉଁ ମହିଳାମାନଙ୍କୁ ଆପଣ ଯେଉଁ ବିଧବା ମହିଳାମାନଙ୍କୁ ହୁଅନ୍ତୁ এই ବୁଢ଼ା ବୁଢ଼ୀ ହୁଅନ୍ତୁ ଏମାନଙ୍କ କଥାଟା ଟିକେ ସରକାର ବିଚାର କରିବେ ବୋଲି ଆଜି ମହିଳା ଦିବସରେ ମୁଁ ସରକାରକୁ ଅନୁରୋଧ କାହିଁକିନା ସରକାର କହୁଛନ୍ତି ମୁଁ ଗରିବ କନ୍ୟାକୁ ବିବାହ କରିବି। ଯଦି ଗରିବ କନ୍ୟାକୁ ବିବାହ କରିବେ ଯେଉଁ ସ୍ତ୍ରୀ ଲୋକଟି ଯେଉଁ ଝିଅଟି କାଲି ଅଳ୍ପ ବୟସରେ ବିଧବା ହୋଇଯାଇଛି ସେ କେମିତି ବଞ୍ଚିବ ମୁଖ୍ୟମନ୍ତ୍ରୀ ମହୋଦୟ ବିଜେପି ସରକାର ବୁଝିବ ବୋଲି ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି। ଭତ୍ତାଟା ଯଦି ତୁରନ୍ତ ଦିଅନ୍ତେ ଏ ତଳ ସ୍ତରର ଲୋକମାନେ ଯେଉଁମାନେ ଖାଇବାକୁ ପାଉନାହାନ୍ତି ଯେଉଁମାନେ ଔଷଧ ଟିକେ କିଣିବାକୁ ପାଉନାହାନ୍ତି ଯେଉଁଟାକି ସାମାଜିକ କ୍ଷେତ୍ରରେ ସେମାନେ ଭାରି ଅବହେଳା ରହୁଛନ୍ତି ଦିନକୁ 33 ଟଙ୍କାରେ ଦେଖନ୍ତୁ ସେଥିରେ ପୁଣି ଆମର ବିଧବା ମହିଳାମାନେ ଅଛନ୍ତି ଯେଉଁ ବିଧବା ମହିଳା ତାର ଯେଉଁ ପିଲା ଛୁଆ ସେମାନେ କେଉଁ ଅବସ୍ଥାରେ ଆଜ୍ଞା ଥିବେ। ତେଣୁ ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ଆଜି ମହିଳା ଦିବସରେ ଆଜି ସୁଭଦ୍ରା ଯୋଜନାକୁ ଯେମିତି ଆଜି କୋଟିଏ ଲୋକ ପାଇବେ ସ୍ୱାଗତଯୋଗ୍ୟ ସେଇଭଳି ଯେଉଁ ବିଧବା ମହିଳାମାନେ ଯେଉଁ ବୁଢ଼ାବୁଢ଼ୀମାନେ ତାଙ୍କ ଭତ୍ତାଟା କରିଦେବେ ବୋଲିକି ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି। ଅନଲାଇନ୍ ଏବେ ସୁନ୍ଦର ସୁନ୍ଦର ଫୁଟୱେୟାର ମିଳୁଅଛି। ନାମୀ ନାମୀ କମ୍ପାନୀର ସୁଜ୍ ମିଳୁଅଛି। ଡେରି ନକରି ଅର୍ଡ଼ର କରନ୍ତୁ ଏବଂ ଶସ୍ତା ଦାମରେ ଭଲ ଜୋତା କିଣିବାକୁ ଟ୍ରାଏ କରନ୍ତୁ ଯାହା ଫ୍ଲିପକାର୍ଟ ଭଳି ନାମୀ ଦାମୀ କମ୍ପାନୀରେ ଏବେ ଉପଲବ୍ଧ ହେଉଅଛି ଏବଂ ଗୋଟେ କିଣିଲେ ତା ସହିତ ଆଉ ଗୋଟିଏ ଫ୍ରି ମଧ୍ୟ ମିଳୁଛି। ଡେରି ନକରି ଅର୍ଡ଼ର କରନ୍ତୁ ଏହାର ଫାଇଦା ଉଠାନ୍ତୁ। ଏହିଭଳି ଭିଡ଼ିଓ ଦେଖିବାକୁ ହେଲେ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ।